ସାବଧାନ କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ। ତାହା ଥିଲା ଯୀଶୁଖ୍ରୀଷ୍ଟଙ୍କର ଏଇ ଯୁଗାନ୍ତ ସମୟରେ ଯେ ଆମେ ବାସ କରୁଛେ, ଏ ସମୟ ପାଇଁ ଚେତନାର ବାକ୍ୟ ଆମକୁ ଜାଣିବାର ଅଛି। ଆମେ ଯେ ଏବେ ଯୁଗାନ୍ତ ସମୟରେ ବାସ କରୁଛେ, ଏଇ ଯୁଗାନ୍ତ ସମୟରେ ଶତ୍ରୁ ଶୈତାନ କେଉଁପରି ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମିଥ୍ୟା ଶିକ୍ଷା ଦେଇ ଭ୍ରାନ୍ତ କରୁଅଛି। ଏଫେସୀୟ 6:11-12 ଏହିପରି ଲେଖାଯାଏ, ତୁମ୍ଭେମାନେ ଯେପରି ଶୈତାନର ସମସ୍ତ ଚାତୁରିତା ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର। ଆମକୁ ଶୈତାନର ସମସ୍ତ ଚାଲାକିକୁ ଜାଣିବାର ଅଛି। ଲେଖାଯାଏ, ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାର୍ପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାଙ୍କ ବିରୁଦ୍ଧରେ ଆମ ଯୁଦ୍ଧ ଆତ୍ମିକ ଅଟେ। ସେଥିପାଇଁ ପରମେଶ୍ୱର ଚାହାନ୍ତି ଆମେ ସେମାନଙ୍କ ଉପରେ ଜୟ କରୁ। ଏଠି ଏହିପରି ଲେଖାଯାଏ ପ୍ରକାଶିତ ବାକ୍ୟ 3:4ରେ, ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରିନାହାନ୍ତି, ତୁମମାନଙ୍କ ମଧ୍ୟରେ ସାର୍ଧିରେ ଏପରି କେତେକ ଅଛନ୍ତି, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ। ଶୁକ୍ଳ ବସ୍ତ୍ର କ'ଣ? ନା ଧାର୍ମିକତାର ବସ୍ତ୍ର, ପରିତ୍ରାଣର ବସ୍ତ୍ର। ଲେଖାଯାଏ, ଯେଉଁମାନେ ବସ୍ତ୍ରକୁ ମଳିନ କରିନାହାନ୍ତି। ସେ ବସ୍ତ୍ର ମଳିନ କେଉଁପରି ହୁଏ? ନା ଭଣ୍ଡ ଭବିଷ୍ୟତ ବକ୍ତା ପାଳକମାନଙ୍କ ଦେଇ ତାଙ୍କ ଦ୍ୱାରା ଦିଆଯାଉଥିବା ମିଥ୍ୟା ଶିକ୍ଷାକୁ ଯଦି ଆମେ ଗ୍ରହଣ କରିବା, ଆମର ଏ ଧାର୍ମିକତାର ବସ୍ତ୍ର, ଏ ପରିତ୍ରାଣର ବସ୍ତ୍ର ମଳିନ ହେବ। ଲେଖା ହେଇଛି ପ୍ରକାଶିତ ବାକ୍ୟ 14:4, ସେମାନେ ସ୍ତ୍ରୀ ସଂସର୍ଗରେ ଆପଣା ଆପଣାକୁ କୁଳସିତ କରିନଥିଲେ। ସ୍ତ୍ରୀ ସଂସର୍ଗରେ ମାନେ କ'ଣ? ସ୍ତ୍ରୀର ଆତ୍ମିକ ଅର୍ଥ ହେଲା ପାଳକ। ଆମେ ଯଦି ମିଥ୍ୟା ପାଳକ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କ ଶିକ୍ଷାରେ ଆମେ ତାଙ୍କ ଶିକ୍ଷାକୁ ଆମେ ଗ୍ରହଣ କରିବା, ତାହେଲେ ଆମର ଆତ୍ମା ବିନଷ୍ଟ ହେବ। ସେଥିପାଇଁ ପରମେଶ୍ୱର ଚାହାନ୍ତି ଆମେ ସେମାନଙ୍କ ଉପରେ ଜୟ କରୁ। ପରମେଶ୍ୱର ଚାହାନ୍ତି ଆମେ ସେଠୁ ବାହାରି ଆସୁ। ମାଥ୍ୟୁ 24:15 ଏହିପରି ଲେଖାଯାଏ, ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ। ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ବସିବା ମାନେ କ'ଣ? ପବିତ୍ର ସ୍ଥାନ ତାର ଅର୍ଥାତ୍ ଯେଉଁଠି ଈଶ୍ୱରଙ୍କର ଉପସ୍ଥିତି ରୁହେ। ମଣ୍ଡଳୀ ଭିତରେ ଶତ୍ରୁ ଶୈତାନ ତାର ଭଣ୍ଡ ପାଳକ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କୁ ନିଯୁକ୍ତି କରିବ, ଲୋକମାନଙ୍କୁ ମିଥ୍ୟା ଶିକ୍ଷା ଦେଇ ଭ୍ରାନ୍ତ କରିବା ପାଇଁ। ସେଥିପାଇଁ ପରମେଶ୍ୱର ଚାହାନ୍ତି ଆମେ ସେଠୁ ବାହାରି ଆସୁ। ଲେଖାଯାଏ, ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ। ଆମକୁ ସେଠୁ ବାହାରିବାର ଅଛି। ମିଥ୍ୟା ପାଳକ, ମିଥ୍ୟା ଶିକ୍ଷାଠୁ ଆମକୁ ବାହାରିବାର ଅଛି। ଆମକୁ ତା ଉପରେ ଜୟ କରିବାର ଅଛି। ଏଠି ଏହିପରି ଲେଖାଯାଏ ପ୍ରକାଶିତ ବାକ୍ୟ 17:4ରେ, ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ୱର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମକୁ ସେଠୁ ବାହାରିବାର ଅଛି। ପରମେଶ୍ୱର କହିଲେ, ଯେଉଁଦିନ ତୁମେ ସେ ଫଳ ଭୋଜନ କରିବ, ନିତ୍ୟାନ୍ତ ମରିଯିବ। ଆମକୁ ସେ ମଣ୍ଡଳୀ, ସେ ମିଥ୍ୟା ପାଳକ, ସେ ମିଥ୍ୟା ଶିକ୍ଷାଠୁ ଆମକୁ ବାହାରିବାର ଅଛି। ଆମକୁ ସେମାନଙ୍କଠୁ ଜୟ କରିବାର ଅଛି। ପ୍ରକାଶିତ ବାକ୍ୟ 21:7 ଏହିପରି ଲେଖାଯାଏ, ଯେ ଜୟ କରେ ସେ ଏହି ପ୍ରକାର ଅଧିକାରୀ ହେବ, ଆମ୍ଭେ ତାର ଈଶ୍ୱର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ। ଆମକୁ ସେମାନଙ୍କ ଉପରେ ଜୟ କରିବାର ଅଛି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।